प्रियमाने आत्माଙ୍କ ଫଳ ମଧ୍ୟରେ ପ୍ରଥମ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା ଆଉ ପରୋପକାରିତା କିମ୍ବା ଦୟା କରିବାର ସ୍ୱଭାବ। ଦୟା କରିବାର ସ୍ୱଭାବ ବିଷୟରେ ଆଜି ମୁଁ ଆପଣଙ୍କୁ କିଛି କଥା କହିବି। ବାଇବେଲରେ ଯୋଉ ଯୋସେଫ ଅଛନ୍ତି ତାଙ୍କ ବିଷୟରେ ଆପଣଙ୍କ ମଧ୍ୟରୁ କେତେଜଣ ଜାଣିଛନ୍ତି? ହାତ ଉଠାନ୍ତୁ। ଯୋଉମାନେ ଯୋସେଫଙ୍କ ବିଷୟରେ ଜାଣିଛନ୍ତି। ରାଇଟ୍। ଯୋସେଫ ତାଙ୍କର ଭାଇମାନଙ୍କ ଦ୍ୱାରା ଶତ୍ରୁତାର ଶିକାର ହେଲା, ଧାର୍ମିକତାରେ ବଞ୍ଚିଲା, ସିଦ୍ଧତାରେ ବଞ୍ଚିଲା, ପବିତ୍ରତାର ସହିତ ବଞ୍ଚିଲା, ପିତାଙ୍କର ଜଣେ ଆଜ୍ଞାକାରୀ ହୋଇ ବଞ୍ଚିଲା, ଆଉ ଯୋଉ କାର୍ଯ୍ୟ ତାକୁ ଦିଆଯାଇଥିଲା ଉପଯୁକ୍ତ ଭାବେ ତାକୁ ସମ୍ପୂର୍ଣ୍ଣ କଲା। ଫଳସ୍ୱରୂପ ତାର ପିତା ତାକୁ ବହୁତ ପ୍ରେମ କରୁଥିଲେ। ସିଦ୍ଧତା ଓ ବିଶ୍ୱସ୍ତତା ଦ୍ୱାରା ଆଉ ପବିତ୍ର ଜୀବନ ଯାପନ କରିବାର ଫଳରେ ଆଉ ପରମେଶ୍ୱର କ'ଣ କଲେ? ଯୋସେଫଙ୍କ ପ୍ରତି ତାଙ୍କର ଯୋଉ ଉଦ୍ଦେଶ୍ୟ ଥିଲା ତାହାକୁ ପ୍ରକାଶ କରି ତାଙ୍କୁ ଏକ ସ୍ୱପ୍ନ ଦେଲେ, ଦର୍ଶନ ଦେଲେ। ଆଉ ଯୋସେଫ ନିଜର ସ୍ୱପ୍ନ ସମ୍ବନ୍ଧରେ ଯେତେବେଳେ ନିଜ ଭାଇଙ୍କୁ କହିଲା, ସେମାନେ ଶତ୍ରୁ ହେଲେ, ବିବାଦ କଲେ ଆଉ ଈର୍ଷା କଲେ। ରାଇଟ୍। ଆଉ ତାଙ୍କ ନିଜ ଭାଇମାନେ ସେଦିନ ଯୋସେଫଙ୍କ ସହିତ କ'ଣ କଲେ ଜାଣନ୍ତି କି? ଅନ୍ୟାୟରେ ତାକୁ ଗାତ ଭିତରେ ପକାଇଲେ ଆଉ ତାପରେ ତାକୁ ବିକିଦେଲେ। ଏଥିରୁ ଆପଣ କ'ଣ ବୁଝୁଛନ୍ତି? ଜଣେ ବ୍ୟକ୍ତି ଯେତେବେଳେ ଧାର୍ମିକ ଜୀବନଯାପନ କରୁଛି, ସିଦ୍ଧତାର ଜୀବନଯାପନ କରୁଛି, ଆଉ ଯେତେବେଳେ ପବିତ୍ର ଜୀବନଯାପନ କରୁଛି, ଆଉ ଯେତେବେଳେ ପ୍ରଭୁଙ୍କୁ ଖୁସି ରଖୁଛି, ସେତେବେଳେ ଶୟତାନ ହଉ କିମ୍ବା ଶୟତାନର ଲୋକମାନେ ହୁଅନ୍ତୁ, ତାହା ଆପଣଙ୍କୁ ଆଦୌ ଶାନ୍ତିର ସହିତ ବଞ୍ଚିବାକୁ ଦେବ ନାହିଁ। କଦାପି ନୁହେଁ। ବୁଝିପାରୁଛନ୍ତି? ଯେଉଁମାନେ ସିଦ୍ଧତା ଓ ସରଳତାରେ ଜୀବନଯାପନ କରିବାକୁ ଚାହାନ୍ତି, ସେମାନେ ପ୍ରତ୍ୟେକ ଜଣ ଏହି ସଂସାରରେ ସମସ୍ୟା ଭିତରେ ଦେଇଯିବେ। ଏହି ସଂସାରରେ ସମସ୍ୟା ଦେଇଯିବେ। ଏ ସଂସାରରେ ବିଭିନ୍ନ ଦୁଃଖ କଷ୍ଟ ଦେଇକି ଯିବେ। ଆପଣଙ୍କ ନିଜ ଲୋକମାନେ ଯେଉଁମାନେ ଆପଣଙ୍କ ଘରେ ରହନ୍ତି, ଆପଣଙ୍କର ଶତ୍ରୁ ହେଇ ଉଠିବେ ଆଉ ଆପଣଙ୍କୁ ବହିଷ୍କାର କରିବେ। ଯୋସେଫର ନିନ୍ଦା କରିବା ଲୋକ, କଳହ କରିବା ଲୋକମାନେ, ଈର୍ଷା କରୁଥିବା, ବିବାଦ କରୁଥିବା, ଶତ୍ରୁତା ଆଚରଣ କରୁଥିବା ଲୋକମାନେ, ସେମାନେ ବାହାରର ଲୋକ ନଥିଲେ। ଯୋସେଫଙ୍କୁ କ୍ଷତି ପହଞ୍ଚାଉଥିବା ଲୋକମାନେ ତାଙ୍କ ନିଜ ଲୋକମାନେ ଥିଲେ, ତାଙ୍କ ନିଜର ଭାଇ ଥିଲେ। ସେମାନେ ଦୋଷୀ କଲେ, ଶତ୍ରୁ ହେଲେ, ଆଉ ଶେଷରେ ସେମାନେ ଏତେ ଶତ୍ରୁତା କଲେ, ଯୋସେଫଙ୍କୁ ବିକ୍ରି କରିଦେଲେ। 30ଟି ରୌପ୍ୟ ମୁଦ୍ରାରେ ଯୋସେଫଙ୍କୁ ବିକ୍ରି କରିଦେଲେ। କ'ଣ ମିଳିଲା ପ୍ରତିଫଳ? ଜଣେ ବ୍ୟକ୍ତି ସିଦ୍ଧତା ଓ ସଚ୍ଚୋଟତାରେ ଜୀବନଯାପନ କଲେ, ପରମେଶ୍ୱରଙ୍କର ଜଣେ ସନ୍ତାନ ଭାବରେ ବଞ୍ଚିବାର ତାକୁ କ'ଣ ମିଳିଲା? ସେ ତାର ପିତାଙ୍କଠାରୁ ଦୂରକୁ ଚାଲିଗଲା। ଆଉ ସେଥିପାଇଁ ସେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଆଉ ସୁବିଧାରୁ ଦୂରକୁ ଚାଲି ଯାଇଥିଲେ। ବିଜାତୀୟମାନଙ୍କର ହସ୍ତରେ ସେ ବିକ୍ରି ହେଇଗଲେ। ପଟିଫରର ଗୃହରେ ତାକୁ ଜଣେ ଚାକର ପରି ରହିବାକୁ ପଡ଼ିଲା। ବାସ୍ତବିକ ଯେତେବେଳେ ଯାକୁବଙ୍କ ପାଖରେ ଯୋସେଫ ଥିଲେ, ସେ ରଙ୍ଗ ବିରଙ୍ଗର ଜାମା ପିନ୍ଧୁଥିଲେ। ଏହା କାହାର ଚିହ୍ନ ସ୍ୱରୂପ ଜାଣନ୍ତି କି? ଏହା ନେତୃତ୍ୱ ନେବାର ଚିହ୍ନ ସ୍ୱରୂପ। ଜଣେ ନେତା ଭାବରେ ସେ ବଞ୍ଚିଲେ। ଯୋସେଫ ଯେତେବେଳେ ଜଣେ ନେତା ଭାବରେ ବଞ୍ଚିଲେ, ସେତେବେଳେ ପଟିଫରର ଗୃହରେ ଜଣେ ଚାକର ପରି, ଜଣେ ଶ୍ରମିକ ଭାବରେ ତାଙ୍କୁ ରହିବାକୁ ପଡ଼ିଲା। ଆଜି ମୋର ଜୀବନ କାହିଁକି ଏମିତି ହେଇଗଲା? ମୁଁ ଜଣେ ଚାକର ପରି ରହିଲି, ଦାସ ପରି ରହିଲି। ଏଇ କଥା ଭାବିକି ସେ ନିରାଶ ହେଲେ ନାହିଁ, ହତାଶ ହେଲେ ନାହିଁ। ଆଜି ଆମ ଭିତରେ এই ପ୍ରକାର କିଏ ଅଛନ୍ତି କି? ମୁଁ ଧାର୍ମିକତାରେ ବଞ୍ଚିଅଛି ଏଥିପାଇଁ, ମୁଁ ସିଦ୍ଧତାରେ ଜୀବନ କାଟୁଛି ସେଥିପାଇଁ, ପ୍ରଭୁଙ୍କର ସନ୍ତାନ ଭାବରେ ଜୀବନ କାଟୁଛି ସେଥିପାଇଁ, ନିଜର ସାକ୍ଷ୍ୟ ରକ୍ଷା କରୁଛି ସେଥିପାଇଁ ଆଜି ମୁଁ ଅପମାନିତ କରାଯାଉଅଛି। ଆଜି ମୋର ନିନ୍ଦା କରାଯାଉଅଛି। ଆଜି ମୁଁ କଷ୍ଟ ମଧ୍ୟ ଦେଇଯାଉଛି। ମୋର ଲୋକମାନେ ହିଁ ମୋତେ ବହିଷ୍କାର କରିଦେଇଛନ୍ତି। ମୋର ମିତ୍ରମାନେ ହିଁ ମୋତେ ଦୂର କରିଦେଇଛନ୍ତି। ମୋର ପାର୍ଟନର ମୋ ସହିତ ଧୋକା କଲା। ତାର କାରଣ ପ୍ରକୃତରେ ଏହା ଅଟେ, ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କଲି। ଯାହା ଉପରେ ଅନ୍ୟାୟ କରାଯାଇଛି, ଏପରି କିଏ ଅଛନ୍ତି କି? ଈର୍ଷା। ଆପଣଙ୍କ ଉପରେ ଈର୍ଷା କରାଯାଉଛି କି? ବିବାଦ କରୁଛନ୍ତି କି? ଶତ୍ରୁତା କରୁଛନ୍ତି କି? ଆପଣଙ୍କୁ ଚାପି ଦେବାକୁ ପ୍ରୟାସ କରୁଛନ୍ତି କି? ତ ଧ୍ୟାନର ସହିତ ଏହା ଶୁଣନ୍ତୁ। ଯୋସେଫ ଯେତେବେଳେ ପଟିଫରର ଘରେ ଯେତେବେଳେ ଦାସ ଭାବରେ ଥିଲେ, ତାକୁ ନିର୍ଯାତନା ଦିଆଗଲା, କାରଣ ଗୋଟିଏ ଚାକର ଭାବରେ ତାକୁ ସେହି ସ୍ଥାନରେ କାମ କରିବାକୁ ପଡ଼ୁଥିଲା। ଏହା ଭାବିକିରି ସେ ନିରାଶ ହେଲା ନାହିଁ, କିନ୍ତୁ ସେଇ ଘରେ ଜଣେ ଦାସ ଭାବରେ ସେ ବିଶ୍ୱସ୍ତ ଭାବରେ କାର୍ଯ୍ୟ କଲା, ସଚ୍ଚୋଟତାରେ କାର୍ଯ୍ୟ କଲା, ମେହନତ କରି କାର୍ଯ୍ୟ କଲା। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନେ ଜୀବନରେ ଉଚ୍ଚକୁ ଉଠିବାକୁ ଚାହୁଁଛନ୍ତି କି? ତାହେଲେ ମେହନତର ସହିତ କାର୍ଯ୍ୟ କରିବାକୁ ଶିଖନ୍ତୁ, ପରିଶ୍ରମ କରିବାକୁ ପସନ୍ଦ କରନ୍ତୁ। କୌଣସି ବ୍ୟକ୍ତି ଯେତେବେଳେ ମେହନତ କରେ, ସେ ନିଶ୍ଚିତ ଭାବରେ ଉନ୍ନତି ଲାଭ କରେ ଆଉ ସେଥିରେ ସେ ସଫଳ ହୁଏ। ଯୋସେଫ ମେହନତ କରିବା ପାଇଁ ପସନ୍ଦ କଲା। ଏଣୁ ଜଣେ ଦାସ ଭାବରେ ସେ ସେହି ଗୃହ ମଧ୍ୟରେ ଯାହା କାର୍ଯ୍ୟ ଦିଆଗଲା ସଚ୍ଚୋଟତାରେ କଲା। ଅନ୍ୟ ଲୋକମାନେ ଟାଇମ୍ ପାସ୍ କରୁଥିଲେ, କଥାବାର୍ତ୍ତା ହେଉଥିଲେ, କିନ୍ତୁ ଯୋସେଫକୁ ଯେତେବେଳେ ଦେଖିଲେ ମଧ୍ୟ ସେ ମେହନତ କରୁଥିବାର ଦେଖାଗଲା, ଦିଆଯାଇଥିବା କାମକୁ କରୁଥିବାର ଦେଖାଗଲା। କଥାବାର୍ତ୍ତା ହେବା କିମ୍ବା ସମୟ ନଷ୍ଟ କରିବା ଯୋସେଫ ଜାଣିନଥିଲା। ଆମ ଭିତରୁ କିଛି ଲୋକମାନେ କାମ କରିବା ସ୍ଥାନରେ କାମ କରିବା ଛାଡ଼ିକି କଥାବାର୍ତ୍ତା ହେବାରେ ଲାଗନ୍ତି।
ଆଉ କଥାବାର୍ତ୍ତା କରିବାରେ ସେମାନେ ସମୟ ନଷ୍ଟ କରିଦିଅନ୍ତି। ସବୁବେଳେ ମୋବାଇଲ ଫୋନ ଚଲାଉଥିବେ। ଉନ୍ନତି କରିବାର କିଛି ଚାନ୍ସ ନାହିଁ। ଚାକିରି କରୁଥିବା ସ୍ଥାନ ମଧ୍ୟରେ କାମ ନ କରିକି, ଯୋଉ ଦାୟିତ୍ୱ ଦିଆହେଇଛି ତାକୁ ନ ସରେଇକି, ସେବା କରିବାର ସମୟରେ ସେବା ନ କରିକି, ଦିଆଯାଇଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ବିନା କଥାବାର୍ତ୍ତାରେ ସମୟ କାଟୁଥିବା ଲୋକ, ବେକାର କଥାରେ ସମୟ କାଟୁଥିବା ଲୋକ, ଢୁଳଉଥିବା ଶୋଉଥିବା ଲୋକ, ମୋବାଇଲ ଫୋନ ଚଲାଉଥିବା ଲୋକ, ଶୁଣନ୍ତୁ, ଉନ୍ନତି କରିବାର ଆଦୌ ଚାନ୍ସ ନାହିଁ। ଜଣେ ଉପଯୋଗୀ ପାତ୍ର ହେବାର ଚାନ୍ସ ନାହିଁ। ଯୋସେଫଙ୍କୁ ଆପଣ ଦେଖନ୍ତୁ, ସେ କଥାବାର୍ତ୍ତା ହଉନଥିଲା, ସେ ସମୟ ନଷ୍ଟ କରୁନଥିଲା। ତାହେଲେ ପରିଶ୍ରମର ସହିତ ତାକୁ ଦିଆଯାଇଥିବା କାର୍ଯ୍ୟକୁ ସେ କରୁଥିଲା। ଏସବୁ କଥା କିଏ ଦେଖୁଥିଲା? ସେ ଘରର ମାଲିକ ଦେଖୁଥିଲେ। ଯୋସେଫକୁ କୋଉ ବି କାର୍ଯ୍ୟ ଦେଲେ ସେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରୁଥିଲା, କମ୍ପ୍ଲିଟ୍ କରୁଥିଲା। କାମ ଦେଲେ ତ ବାସ୍, କାମକୁ ପୁରା ନ କରିବା ପର୍ଯ୍ୟନ୍ତ ଛାଡୁନଥିଲା। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ଯୋଉଠି କାମ କରୁଛନ୍ତି, ଯଦି ଗୋଟେ କାମ ଦିଆହେଇଛି, ସେ କାମକୁ ଅଧାରେ ଛାଡନ୍ତୁ ନାହିଁ, ପୋଷ୍ଟପୋନ କରନ୍ତୁ ନାହିଁ। କଣ ଭାଇ କାମ ହେଇଗଲା? ନାଇଁ ଭାଇ କରିନି, କାଲି କରିଦେବି। ଦ୍ୱିତୀୟ ଦିନ, କଣ ଭାଇ କାମ ହେଇଗଲା କି? ହେଇନି ଭାଇ, କାଲି କରିଦେଇଥିବି। ଏହି ପ୍ରକାର ଯୋଉ କାମ ଆଜି ସରିବା କଥା, ସେ କାମକୁ କାଲି ପାଇଁ ପୋଷ୍ଟପୋନ କରୁଥିବା ବ୍ୟକ୍ତି କାମ କରିବା ଲୋକ ନୁହଁ, ଅଳସୁଆ ଅଟେ। ବାଇବେଲକୁ ଯଦି ଆମେ ଧ୍ୟାନର ସହିତ ଦେଖିବା, ତାହେଲେ ଜାଣିବା, ଲେଖା ଅଛି ପରମେଶ୍ୱର 6 ଦିନ କର୍ମ କଲେ, 6 ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କଲେ। ବାଇବେଲରେ ଏମିତି ଲେଖା ହେଇଛି, କଣ କଲେ? ତାଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲେ। ପରମେଶ୍ୱର କାର୍ଯ୍ୟକୁ ଆରମ୍ଭ କରିକି ତାକୁ ସମ୍ପୂର୍ଣ୍ଣ କଲେ। ପରମେଶ୍ୱରଙ୍କର ସନ୍ତାନ ଭାବରେ ଆମେ ମଧ୍ୟ କାର୍ଯ୍ୟକୁ ଆରମ୍ଭ କରି କଣ କରିବା କଥା? ତାକୁ ପୁରା କରିବା କଥା, ଅଧା କରିବା କଥା ନୁହେଁ। ଯୋସେଫ ତାର ଜୀବନରେ କୌଣସି କାର୍ଯ୍ୟକୁ ମଧ୍ୟ ଅଧାରେ ଛାଡି ଦେଇ ନଥିଲା। ଆପଣଙ୍କ ଜୀବନରେ ଯଦି ଆପଣଙ୍କୁ ଉନ୍ନତି କରିବାର ଅଛି, ଉପଯୋଗୀ ହେବାର ଅଛି, ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହା ଯଦି ଆପଣ ଚାହୁଁଛନ୍ତି, ଯାହା ବି କାମ ଆପଣଙ୍କୁ ଦିଆଯାଉଛି ତାକୁ ଫିନିଶ କରନ୍ତୁ, ସେ କାମକୁ ସମ୍ପୂର୍ଣ୍ଣ କରନ୍ତୁ। କାମକୁ ଅଧାପନ୍ତରିଆ ଛାଡ଼ି ଦିଅନ୍ତୁ ନାହିଁ। ଆପଣଙ୍କୁ ଯିଏ କାମ ଦେଇଛନ୍ତି ତାକୁ ନରକ ଦେଖାନ୍ତୁ ନାହିଁ। ସେ ନ କହୁ, ଆରେ ବାବୁ ତତେ କାମ ଦେଇକି ମୁଁ ଫସିଗଲି, ଏଇଟା ମୋର ମୂର୍ଖତା। ଆପଣଙ୍କୁ କେହି ଏମିତି ନ କୁହନ୍ତୁ। ବରଂ ଲୋକମାନେ ଏମିତି କୁହନ୍ତୁ, ଆକୁ କାମ ଦେଲେ ଏ ନିଶ୍ଚିତ ଭାବରେ କରିବ। ଆପଣ ଏମିତି ଜୀବନ କାଟନ୍ତୁ। ମୁଁ କିଛି ଲୋକମାନଙ୍କୁ ସେବା କାର୍ଯ୍ୟରେ ଦେଖେ, ସେମାନଙ୍କ ପାଇଁ ମୋ ମନରେ ଗୋଟିଏ ଚିନ୍ତା ରହିଯାଏ। ଧରି ନିଅନ୍ତୁ କିଛି ଗୋଟେ କାମ ଦିଆଗଲା, ସେ କେବେ ବି କରିବନି। ସେ କରୁଛି ବୋଲି ଦେଖାଯିବ, କିନ୍ତୁ ସେ କରୁନଥିବ। ବୁଝି ହେଇଯାଏ, ଛି, ଏମିତି ଲୋକଟି କାହିଁକି ସେବା କାର୍ଯ୍ୟକୁ ଆସିଲା? ଏମିତି ଲୋକକୁ ଯଦି ଆପଣ କାମ ଦେବେ, କାମ ହବ ନାହିଁ, ସେ କାମ କେବେ ସରିବ ନାହିଁ। ଏମିତିକା ଚିନ୍ତା ମନକୁ ଆସିଯାଏ। ଏ କଥା ଆଦୌ ଭଲ ନୁହେଁ ପ୍ରିୟମାନେ। ଯଦି ଆ ହାତରେ ଆମେ କାମ ଦବା, ତାହେଲେ ସେ ନିଶ୍ଚୟ କରିଦବ, 100% କାମ ସାରିଦବ। ଆମ ବିଷୟରେ ଏମିତି ଲୋକମାନେ କୁହନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ଦୟାକରି ଶୁଣନ୍ତୁ। ଯୋସେଫ ତାର କାର୍ଯ୍ୟକୁ ବଡ଼ ବିଶ୍ୱସ୍ତତାର ସହିତ ଯେତେବେଳେ ସମ୍ପୂର୍ଣ୍ଣ କରୁଥିଲା, ସେତେବେଳେ ସେଇ ଘରର ମାଲିକ 44 ସେ ଦେଖିଲେ। ବାଇବେଲରେ କଣ ଲେଖା ଅଛି? ଆଦି ପୁସ୍ତକ ତାର 39 ଅଧ୍ୟାୟ 3 ପଦରେ ଗୋଟେ ସୁନ୍ଦର ବିଷୟ ଦେଖୁଛୁ। ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି ଓ ସେ ଯେ କାର୍ଯ୍ୟ କଲେ, ସଦାପ୍ରଭୁ ତାଙ୍କ ହାତରେ ସେ ସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାଙ୍କର କର୍ତ୍ତା ଦେଖିଲା। ଏଣୁ ଯୋସେଫ ତାଙ୍କର ଦୃଷ୍ଟିରେ ଅନୁଗ୍ରହ ପାଇ ତାଙ୍କର ସେବାରେ ନିଯୁକ୍ତ ହେଲେ। ପୁଣି ସେ ଯୋସେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା। ସେ ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା। କାହାକୁ ପ୍ରମୋଶନ ମିଳିଲା କୁହନ୍ତୁ ତ? ପରିଶ୍ରମ କରୁଥିବା ଯୋସେଫଙ୍କୁ ପ୍ରମୋଶନ ମିଳିଲା। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ଯଦି ପରିଶ୍ରମର ସହିତ କାମ କରୁଛନ୍ତି, ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି। ଆଉ ପରମେଶ୍ୱର ଯଦି ଆପଣଙ୍କ ସହିତ ଅଛନ୍ତି, ନିଶ୍ଚୟ ଆପଣ ଯୋଉ ସ୍ଥିତିରେ ଥିଲେ ମଧ୍ୟ ଆପଣଙ୍କୁ ଆହୁରି ଉଚ୍ଚ ସ୍ତରକୁ ନେଇଯିବେ। ଏକଥା ଆଦୌ ଭୁଲନ୍ତୁ ନାହିଁ। କିଛି ଲୋକ କହନ୍ତି, ମୋର ବସ୍ ମତେ ପ୍ରମୋଶନ ଦଉନି, ମୋର ଚାକିରିକୁ ପରମାନେଣ୍ଟ କରୁନାହିଁ। ଏବେ ମୋର ପ୍ରଶ୍ନ ହେଉଛି, ଆପଣଙ୍କୁ ଚାକିରି ଦେଇଥିବା ଲୋକ କଣ ଆପଣଙ୍କୁ ପରମାନେଣ୍ଟ କରିବ? ନା ଆପଣଙ୍କୁ ପରମେଶ୍ୱର ଉନ୍ନତ କରିବେ। କିଏ କୁହନ୍ତୁ ତ? ଆପଣଙ୍କୁ ଚାକିରି ଦେବେ, ଆପଣଙ୍କ ଚାକିରିକୁ ପରମାନେଣ୍ଟ କରିବେ, କିମ୍ବା ଚାକିରିରେ ପ୍ରମୋଶନ ଦେବେ। କିଏ ଆମକୁ ଦିଅନ୍ତି ପ୍ରିୟମାନେ? କୁହନ୍ତୁ ତ? ଆପଣଙ୍କୁ ଉନ୍ନତ କରିବା ଲୋକ, ମହିମାନ୍ୱିତ କରିବା ଲୋକ କିଏ ଅଟନ୍ତି? ଜିହୋବା ଅଟନ୍ତି। ଏକଥା ମାନୁଛନ୍ତି କି? ଯଦି ଆପଣ ଗୋଟେ ଚାକିରି ପାଇଛନ୍ତି, ତାହେଲେ ସେ ଚାକିରି ଆପଣଙ୍କୁ କିଏ ଦେଇଛି? ପରମେଶ୍ୱର ସେ କମ୍ପାନୀ ଦ୍ୱାରା ଆପଣଙ୍କୁ ଦେଇଛନ୍ତି। ପ୍ରଥମେ କିଏ ଦେବାକୁ ଚାହିଁଲେ? ପରମେଶ୍ୱର ଦେବାକୁ ଚାହିଁଲେ। ପରମେଶ୍ୱର ଚାହିଁଲେ, ସେଥିପାଇଁ ସେ କମ୍ପାନୀ ବାଲା ଆପଣଙ୍କୁ ଚାକିରି ଦେଲା। ସେ ପରମେଶ୍ୱର ଯଦି ନ ଚାହିଁଥାନ୍ତେ, ଏ ଜଗତର କୌଣସି କମ୍ପାନୀ ଆପଣଙ୍କୁ ଚାକିରି ଦବ? ଏହା ଅସମ୍ଭବ।
ତାହେଲେ ପ୍ରଥମରେ କିଏ ଚିନ୍ତା କରିବେ ଚାକିରି ଦେବାର ଅଛି ବୋଲି? ପରମେଶ୍ୱର ଚିନ୍ତା କରିବେ। ଆଉ ଯଦି ପରମେଶ୍ୱର ଚିନ୍ତା କରିଛନ୍ତି ତାହେଲେ କ'ଣ କରିବାକୁ ପଡ଼ିବ? ତେବେ ପରମେଶ୍ୱରଙ୍କର ମହିମା କରିବା। ବୁଝିପାରୁଛନ୍ତି? ସେହି ପରମେଶ୍ୱର ଚିନ୍ତା କରିବେ ଯେ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ, ସେ ଚାକିରି ଦିଅନ୍ତୁ ବୋଲି ଚିନ୍ତା କରିବା। ଆର୍ଥିକ ଦୃଷ୍ଟିରୁ ମଜବୁତ କରନ୍ତୁ ଚିନ୍ତା କରିବା। ତା ପାଇଁ ମୋତେ ଗୋଟେ ଘର ଦେବାକୁ ପଡ଼ିବ। ଏହା ପରମେଶ୍ୱର ଚିନ୍ତା କରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ କରିବାର ଅଛି, ଏହା ପରମେଶ୍ୱରଙ୍କୁ କୁହନ୍ତୁ ଭାବିବାକୁ ଅଛି। ଆପଣଙ୍କ ଜୀବନକୁ ସୁସ୍ଥିର କରିବା ପାଇଁ ପରମେଶ୍ୱରଙ୍କୁ ଚିନ୍ତା କରିବାର ଅଛି। ସେହି ପରମେଶ୍ୱର ଯଦି ଚିନ୍ତା କରନ୍ତୁ ତାହେଲେ ଆପଣଙ୍କୁ ପରମେଶ୍ୱରଙ୍କର ଅନୁକୂଳ ଜୀବନଯାପନ କରିବାକୁ ପଡ଼ିବ। ବୁଝିଲେ ତ? ଆପଣ ସେହି ପରମେଶ୍ୱରଙ୍କର ବିପରୀତରେ ବଞ୍ଚିକି, ତାଙ୍କ ବିରୋଧରେ ବଞ୍ଚିକିରି, ସେହି ପରମେଶ୍ୱରଙ୍କୁ ଆପଣ କ୍ରୋଧିତ କରିକି, ତାଙ୍କର ବିରୁଦ୍ଧାଚରଣ କରିକି, ମୋତେ ପ୍ରମୋସନ କାହିଁକି ମିଳୁନାହିଁ ବୋଲି କହିଲେ କୋଉଠୁ ମିଳିବ? ମୋର ଚାକିରି କାହିଁକି ପରମାନେଣ୍ଟ ହଉନି ବୋଲି କହିଲେ କେମିତି ହବ? କିଏ କରିବ? ମୋତେ କାହିଁକି ଚାକିରି ମିଳୁନାହିଁ ବୋଲି କହିଲେ କେମିତି ମିଳିବ? ମୋର ସ୍ୱାସ୍ଥ୍ୟ କାହିଁକି ଠିକ୍ ହଉନାହିଁ? କିଏ କରିବ ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ? ମୋ ପାଖରେ ନିଜର ଘର ନାହିଁ, କିଏ ଦେବ ଆପଣଙ୍କୁ ନିଜର ଘର? ଦୟାକରି ଧ୍ୟାନ ଦିଅନ୍ତୁ ପ୍ରିୟ ଭାଇ ଭଉଣୀମାନେ। ଆଜି ଆପଣଙ୍କୁ ଯାହା ଦରକାର ଅଛି ତାହା ଦେଇପାରିବାର କ୍ଷମତା କେବଳ ଜଣଙ୍କର ଅଛି। ସେ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେହି ପରମେଶ୍ୱର ଯଦି ଆମକୁ ନ ଦିଅନ୍ତି, ଏ ସଂସାରରେ ଆମକୁ ଦେବା ପାଇଁ ଆଉ କେହି ନାହିଁ। ଯଦି କିଏ ଅଛନ୍ତି କୁହନ୍ତୁ? କିଛି ଲୋକ କହନ୍ତି ହଁ ମୋ ସ୍ତ୍ରୀ ଅଛି, ମୋର ଶ୍ୱଶୁର ଜଣେ ବଡ଼ ଧନୀ ଲୋକ ଅଟନ୍ତି, ଯଦି ସ୍ତ୍ରୀକୁ ମୁଁ ମାରିବି ତାହେଲେ ସେ ସେଠୁ ନେଇ ଆସିବ। ଏମିତି ବେକାର ଜିନିଷ ଭାବୁଥିବା ଲୋକ କିଏ ଅଛନ୍ତି କି? ଯଦି ଆପଣ ଶ୍ୱଶୁର ଦେବାକୁ ଚାହାନ୍ତି ମଧ୍ୟ ଆପଣଙ୍କ ଶ୍ୱଶୁରଙ୍କୁ ପରମେଶ୍ୱର ଦେବେ। ମନେ ରଖନ୍ତୁ ମୁଁ କ'ଣ କହିବାକୁ ଚାହୁଁଛି। ଯଦି ପରମେଶ୍ୱର ଆପଣଙ୍କୁ ନ ଦିଅନ୍ତି ତାହେଲେ ସଂସାରରେ ଆପଣଙ୍କୁ କିଛି ଦେଇପାରିବ କି କିଏ? କୁହନ୍ତୁ ତ? ପରମେଶ୍ୱରଙ୍କ ଆଜ୍ଞା ବିନା ଆପଣ ଗୋଟିଏ ରୋଟିର ଖଣ୍ଡ ଆପଣଙ୍କ ଜୀବରେ ରଖିପାରିବେ ନାହିଁ। କୁହନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣନ୍ତୁ, ଆପଣ ଖାଦ୍ୟର ଗୋଟେ ଗୁଣ୍ଡା ଯଦି ପାଟିକୁ ନେଇ ପାରୁଛନ୍ତି ତାର କାରଣ ଜାଣନ୍ତି? ଏହା ପରମେଶ୍ୱର ପରମିଶନ ଦେଇଛନ୍ତି। ଏହି ବିଷୟକୁ ଆପଣ ଭୁଲନ୍ତୁ ନାହିଁ। ଏଥିପାଇଁ କହୁଛି, ଆପଣଙ୍କ ଜୀବନରେ ଆପଣଙ୍କୁ ଯାହା ବି ଦରକାର ଯଦି ଆପଣ ମାଗିବେ ତାହେଲେ ତୁମକୁ ତାହା ଦିଆଯିବ। କିଏ ଦେବେ କୁହନ୍ତୁ? ପରମେଶ୍ୱର ହିଁ ଦେବେ। କାହା ଦ୍ୱାରା ଦେବେ? ଏହା ପରମେଶ୍ୱର ପ୍ରବନ୍ଧ କରିବେ। ଯାହା ପରମେଶ୍ୱର ଦେବା ପାଇଁ ଚାହାନ୍ତି, ଚାକିରି ଦେବାକୁ ଚାହାନ୍ତି କି, ସେ ପରମେଶ୍ୱର ଯେତେବେଳେ ଚାକିରି ଦେବେ ସେତେବେଳେ କମ୍ପାନୀ ବାଲାକୁ କହିବେ ଦିଅ, ମୋର ପିଲାକୁ ଚାକିରି ଦିଅ, ଆଉ ସେମାନେ ତୁରନ୍ତ ଆପଣଙ୍କ ପାଖକୁ ଜଏନିଂ ଲେଟର ପଠେଇବେ। ଆପଣ ବୁଝିପାରିଲେ ତ? ଧର୍ଣ୍ୟ ପ୍ରମୋସନ ପାଇବାର ଅଛି, ପ୍ରମୋସନ ଦିଅ। ଏମିତି ସେ ଅଧିକାରୀକୁ କହିବା ଦ୍ୱାରା ସେ ଅଧିକାରୀ କ'ଣ କରିବ? ପ୍ରମୋସନ ଦବ। ପ୍ରିୟମାନେ, ଖୁସ୍ରୁ ନାମକ ଜଣେ ରାଜା ଜିହୁଦୀମାନଙ୍କୁ କ'ଣ ପ୍ରଚାର କଲେ ଜାଣନ୍ତି କି? ହେ ଜିହୁଦୀମାନେ, ସମଗ୍ର ସୃଷ୍ଟି ଉପରେ ଶାସନ କରୁଥିବା ପରମେଶ୍ୱର ମୋତେ ଆଜ୍ଞା ଦେଇଛନ୍ତି। କ'ଣ ଜାଣିଛନ୍ତି? ତୁମ ସମସ୍ତଙ୍କୁ ପଠେଇକିରି ତୁମର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବି। ସେହି ପରମେଶ୍ୱର ମୋତେ ଆଜ୍ଞା ଦେଇଛନ୍ତି। କିଏ ପ୍ରିୟମାନେ ଏଇ ଖୁସ୍ରୁ? ପାରସ୍ୟ ଦେଶର ରାଜା ଥିଲେ, ବିଜାତୀୟ ଥିଲେ। ଜଣେ ବିଜାତୀୟ ବ୍ୟକ୍ତି କହୁଛି, ହେ ଜିହୁଦୀୟ ଲୋକମାନେ, ତୁମେମାନେ ଜେରୁସାଲେମ ଚାଲିଯାଅ। ହେ ଜିହୁଦୀମାନେ, ଯୋଉମାନେ ଏହି ସ୍ଥାନରେ ଗୋଲାମ ଅଛ, ତୁମର ପରମେଶ୍ୱରଙ୍କର ମନ୍ଦିରକୁ ନିର୍ମାଣ କର। ସମଗ୍ର ସୃଷ୍ଟି ଉପରେ କର୍ତ୍ତୃତ୍ୱ କରୁଥିବା ପରମେଶ୍ୱର ମୋତେ ଆଜ୍ଞା ଦିଅନ୍ତି। ତୁମକୁ ପଠେଇ ଦେବା ପାଇଁ କହନ୍ତି। ତୁମକୁ ସୁନା ଦେବା ପାଇଁ କହିଛନ୍ତି, ରୂପା ଦେବା ପାଇଁ କହିଛନ୍ତି, ସାମଗ୍ରୀ ଦେବା ପାଇଁ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ସବୁ କିଛି ପ୍ରବନ୍ଧ କର ବୋଲି କହିଛନ୍ତି। ମୁଁ ସବୁ ବିଷୟ ଯୋଗାଡ଼ କରୁଛି, ତୁମମାନେ ଯାଅ, ଆଉ ଯାଇ ତୁମମାନଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ନିର୍ମାଣ କର। ପରମେଶ୍ୱର ନିର୍ମାଣର ଦାୟିତ୍ୱ କାହାକୁ ଦଉଛନ୍ତି? ସେଦିନ ଖୁସ୍ରୁ ରାଜାଙ୍କ ଦ୍ୱାରା ପରମେଶ୍ୱର କଥା କହିଲେ, ଶୁଣ ଭାଇମାନେ, ଯାଅ, ଯାଇ ମନ୍ଦିରକୁ ତିଆରି କର। ଏକଥା କହି ସେ ସେମାନଙ୍କୁ ପଠେଇଲେ। ପ୍ରିୟ ଭାଇ ଓ ଭଉଣୀମାନେ, ରାଜାମାନଙ୍କୁ ଆଜ୍ଞା ଦେବାର କ୍ଷମତା ରଖିଥିବା ପରମେଶ୍ୱର ମୋର ପରମେଶ୍ୱର ଅଟନ୍ତି। ଭୁଲନ୍ତୁ ନାହିଁ। ପ୍ରମୋସନ ଯୋସେଫ ପାଇଗଲେ। କେତେ ଖୁସି ହେଇଥିବେ ସେ। ଜଣେ ଦାସ ଭାବରେ ଏଇ ଘରକୁ ମୁଁ ଆସିଲି। ପ୍ରିୟ ଭଉଣୀ, ଜଣେ କାମବାଲି ଭାବରେ, ଚାକର ଭାବରେ ସେ ଘରକୁ ଯାଇଛନ୍ତି କି? କିମ୍ବା ଜଣେ ଚାକର ଭାବରେ ଅଫିସକୁ ଯାଇଛନ୍ତି କି? ଅଫିସ ବୟ ଭାବରେ, ଗୁମାସ୍ତା ଭାବରେ, ଆସିଷ୍ଟାଣ୍ଟ ଭାବରେ, ଜଣେ ଆକାଉଣ୍ଟାଣ୍ଟ ଭାବରେ, କେଉଁ ଚାକିରି କରିବା ପାଇଁ ଆପଣ ସେହି ସ୍ଥାନକୁ ଯାଇଛନ୍ତି? ଶୁଣନ୍ତୁ, ପରମେଶ୍ୱର ଯଦି ଆପଣଙ୍କ ସହିତ ଅଛନ୍ତି ତେବେ ସେହି ଅଫିସ ଭିତରେ ପରମେଶ୍ୱର ଆପଣଙ୍କୁ ଉତ୍ତମ ସ୍ଥାନରେ ନେଇ ରଖିବେ। ଭୁଲନ୍ତୁ ନାହିଁ। ପ୍ରମୋସନ ମିଳିଗଲା, ବହୁତ ଖୁସି ଥିଲା, କିନ୍ତୁ ସାବଧାନ, ଆପଣଙ୍କ ଜୀବନରେ ଯଦି ପ୍ରମୋସନ ମିଳିଗଲା ତାହେଲେ ବୁଝିଯାଆନ୍ତୁ ଶୟତାନ ଆପଣଙ୍କ ଆଡ଼କୁ ତାର ଫଣା ଟେକିଛି। ଏହା ହିଁ ତାର ଅର୍ଥ। କ'ଣ?
ଆପଣଙ୍କ ଜୀବନରେ ପ୍ରମୋସନ ମିଳିଗଲା, ଆପଣଙ୍କ ଜୀବନରେ ଆଶୀର୍ବାଦ ମିଳିଗଲା, ଆପଣଙ୍କ ଜୀବନରେ ଆପଣ ଯାହା ଭାବିଥିଲେ ତାହା ସେଇ କାମ ପୂର୍ଣ୍ଣ ହେଇଯାଇଛି, ଏହା ଯଦି ଆପଣ ଭାବୁଛନ୍ତି ତାହେଲେ ସାବଧାନ ଥାନ୍ତୁ। ଶୟତାନ ତାର ଫଣା ଟେକିବ, କାରଣ ଏହା ତାକୁ ପସନ୍ଦ ନୁହେଁ। କଣ ପସନ୍ଦ ନୁହେଁ? ଆପଣଙ୍କୁ ଯୋଉ ଚାକିରି ମିଳିଯାଇଛି ତାହା ତାକୁ ବିଲକୁଲ ପସନ୍ଦ ନାହିଁ। ଆପଣଙ୍କୁ ସନ୍ତାନ ମିଳିଛି କି ଆପଣ ଖୁସି ଅଛନ୍ତି, ତାକୁ ପସନ୍ଦ ନାହିଁ। ଆପଣଙ୍କର ସୁନ୍ଦର ପିଲାଟିଏ ହେଇଛି ନା, ଆପଣ ଖୁସି ହୁଅନ୍ତୁ, ଏହା ସେ ଆଦୌ ଚାହେଁ ନାହିଁ। ଆପଣଙ୍କୁ ଚାକିରି ମିଳିଯାଇଛି, ଆପଣ ସମସ୍ତଙ୍କୁ ମିଠା ବାଣ୍ଟୁଛନ୍ତି, ଏକଥା ତାକୁ ବିଲକୁଲ ପସନ୍ଦ ନାହିଁ। ସ୍ୱାମୀ ଆଉ ସ୍ତ୍ରୀ ବହୁତ ଖୁସିରେ ବହୁତ ଆନନ୍ଦରେ ଅଛନ୍ତି କି? ସେ ବିଲକୁଲ ପସନ୍ଦ କରିବ ନାହିଁ। ତୁରନ୍ତ ସେ ନିଜର ଫଣା ଟେକିବ। କୋଉ ବି ପ୍ରକାର ସେ ଆପଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ। ବିଲକୁଲ ତାହା ହିଁ ହେଲା। ଆଉ ଯୋସେଫକୁ ପ୍ରମୋସନ ମିଳିଗଲା। ତୁରନ୍ତ ସେଇ ଘରେ ଯୋଉ ପାପୀ ସ୍ତ୍ରୀଟି ଥିଲା ସେ ଫଣା ଟେକିଲା। ଯୋସେଫ ପାଖକୁ ଆସିକି କହିଲା, ମୋ ସହିତ ପାପ କର, ମୋ ସହିତ ପାପ କର, ମୋ ସହିତ ପାପ କର। ଆଉ ଭୟଙ୍କର ପରୀକ୍ଷା ଆସିଗଲା ଯୋସେଫର ଜୀବନରେ। ଆଉ ଏମିତି ସମୟରେ ଯୋସେଫ ପରମେଶ୍ୱର ତାର ସହିତ ଥିଲେ। ସେଥିପାଇଁ ଆଜି ଘରେ କେହି ନାହାନ୍ତି, ମାଲିକ ବି ନାହାନ୍ତି। ପାପ କରିବା, ଏହା କହି ଫଟିଫରର ସ୍ତ୍ରୀ ଯୋସେଫର ପରୀକ୍ଷା କଲା। ତ ଯୋସେଫ କଣ କହିଲା ଜାଣନ୍ତି କି? ତୋର ସହିତ ବୋଧହୁଏ ତୋର ସ୍ୱାମୀ ନାହାନ୍ତି, କିନ୍ତୁ ମୋ ସହିତ ମୋର ପରମେଶ୍ୱର ସବୁବେଳେ ମୋ ସହିତ ଅଛନ୍ତି। ମୁଁ କେବେ ବି ଏତେ ବଡ଼ ଦୁଷ୍ଟତା କରିପାରିବି ନାହିଁ। ମୋର ପରମେଶ୍ୱରଙ୍କର ଅପରାଧୀ କାହିଁକି ହେବି? ନିଶ୍ଚୟ ସେ କହିଲା, ଏତେ ବଡ଼ ଦୁଷ୍ଟତାର କାର୍ଯ୍ୟ ମୁଁ କରିପାରିବିନି। କହିଦେଲା। ପ୍ରତିଫଳ କଣ ହେଲା? ତାର ଇଚ୍ଛା ପୂର୍ଣ୍ଣ ହେଇପାରିଲାନି। ସେଥିପାଇଁ ତା ସହିତ ପାପ କରିଲାନି। ସେଥିପାଇଁ ସିଦ୍ଧତାରେ ବିଶ୍ୱସ୍ତତାରେ ଦିନ କାଟୁଥିବା ଯୋସେଫଙ୍କୁ ଅତି ନିର୍ଦ୍ଦୟ ଭାବରେ ନିନ୍ଦା କଲା। ଆଉ ଫଟିଫର ଯେତେବେଳେ କର୍ମକ୍ଷେତ୍ରରୁ ଫେରିଆସିଲା, ଫଟିଫରକୁ କହିଲା, ଦେଖ ତୁମର ଆଣିଥିବା ଦାସ କଣ କଲା। ଆଉ ଏଇ ଯୋସେଫ କଣ କରିଛି ଜାଣିଛନ୍ତି? କଣ କରିଛି? ମୋ ସହିତ ଥଟ୍ଟା କରିବାକୁ ଚାହୁଁଥିଲା। ଯୋସେଫ ଏମିତିକା ଲୋକ ନୁହଁ। ସେଇ କଥା ତୁମେ ମତେ ସନ୍ଦେହ କରୁଛ ଆଉ ତାକୁ ସମର୍ଥନ କରୁଛ। ସେ ମତେ ପରିହାସ କରିବାକୁ ଚାହୁଁଥିଲା, ତୁମେ ଶୁଣୁନ କାହିଁକି? ସେ କଣ ଝଗଡ଼ା କଲା ଜଣା ନାହିଁ, କିନ୍ତୁ ଶେଷରେ ଫଟିଫର କ୍ରୋଧାନ୍ଧ ହୋଇଗଲା। ଆଉ ଯୋସେଫକୁ ଅପମାନ ଦେଇ ନିନ୍ଦିତ କରି ଆରୋପ ଲଗେଇଲା। ଜଣେ ଅପରାଧୀ ଭାବରେ ନେଇଯାଇ କଣ କଲା? ବନ୍ଦୀ ଗୃହରେ ପକେଇଦେଲା। ପ୍ରିୟମାନେ, ଯୋସେଫକୁ କୋଉଠି ଶାନ୍ତି ମିଳିଲା କୁହନ୍ତୁ ତ? ଭାଇମାନେ ଶତ୍ରୁତା କଲେ, ବିକିଦେଲେ, ପୁଣି ଆସି ଗୋଟେ ଘରେ ଚାକର କାମ କଲା। ସିଦ୍ଧତାର ଜୀବନ କାଟୁଥିଲା, ତଥାପି ବି ସଚ୍ଚୋଟ ଭାବରେ ଚଳୁଥିଲା। ତଥାପି ବି ଆଉ ଯେତେବେଳେ ପ୍ରମୋସନ ମିଳିଯାଇଛି ବୋଲି ଖୁସି ହଉଥିଲା, ଅଚାନକ ଶୟତାନ ଫଣା ଉଠେଇଲା। ଆଉ ଫଟିଫରର ପତ୍ନୀ ଦ୍ୱାରା ଯୋସେଫ ଉପରକୁ ଆକ୍ରମଣ କଲା। ଯୋସେଫ ପୁଣି ଆଉଥରେ ନିନ୍ଦିତ ହେଲା, ପୁଣି ଦୋଷାରୋପିତ ହେଲା। ପୁଣି ଅପରାଧୀମାନଙ୍କ ଭିତରେ ଯୋସେଫକୁ ଫୋପଡ଼ା ହେଇଗଲା। ଇଏ କଣ ହଉଛି ପ୍ରଭୁ? ଯେତେବେଳେ ମୁଁ ସିଦ୍ଧତାରେ ଆଉ ସରଳତାରେ ଦିନ କାଟୁଥିଲି, ସେତେବେଳେ ମୋ ଭାଇମାନେ ଶତ୍ରୁତା କଲେ, ମୋ ଭାଇମାନେ ମୋତେ ବିକ୍ରି କରିଦେଲେ। ଏଠି ସିଦ୍ଧତାରେ ଆଉ ସଚ୍ଚୋଟତାରେ ବଞ୍ଚୁଥିଲି, ଆଉ ଏମାନେ ନିର୍ଦ୍ଦୟ ଭାବରେ ମୋ ଉପରେ ଦୋଷାରୋପିତ କରି ମତେ ଜଣେ ଅପରାଧୀ ପରି ବ୍ୟବହାର କରି ଏଇ ବନ୍ଦୀ ଗୃହରେ ପକେଇ ଦେଇଛନ୍ତି। ସିଦ୍ଧତାରେ ଆଚରଣ କରୁଥିବା ଲୋକ ପାଇଁ ଏଇଆ ହିଁ ପୁରସ୍କାର। ଆଜି ଆମ ଭିତରେ କିଏ ଅଛନ୍ତି କି? ବାଳକ ଆଜ୍ଞା, ଦିନ ପ୍ରତିଦିନ ମୋ ଜୀବନରେ କ୍ଲେଶ ବଢି ଯାଉଛି, ଦୁଃଖ ବଢି ଯାଉଛି। ସିଦ୍ଧତାରେ ସରଳତାରେ ଦିନ କାଟୁଛି, ମୁଁ ପ୍ରଭୁଙ୍କର ଲୋକ ଭାବରେ ମୁଁ ଦିନ କାଟୁଛି, କିନ୍ତୁ ମୁଁ ଜାଣିପାରୁନାହିଁ ଦିନ ପ୍ରତିଦିନ ମୁଁ ଖସି ଖସି ଯାଉଛି। ମୋର ଜୀବନ ଦିନ ପ୍ରତିଦିନ କଷ୍ଟ, ଦୁଃଖ ଏବଂ ବିଭିନ୍ନ ସମସ୍ୟାରେ ଦୋହଲି ଯାଉଅଛି। କାହିଁକି ମୋ ଜୀବନରେ ଏମିତି ଘଟୁଛି? ଏମିତି କାହାର ପ୍ରଶ୍ନ ଅଛି କି? ଧ୍ୟାନର ସହିତ ଶୁଣନ୍ତୁ। 39:20 ପଦ। ଆଉ ଯୋସେଫଙ୍କର ପ୍ରଭୁ ତାକୁ ନେଇ ରାଜବନ୍ଦୀମାନଙ୍କର ବାସସ୍ଥାନ କାରାଗାରରେ ରଖିଲା। ତହୁଁ ଯୋସେଫ ସେହି କାରାଗାରରେ ରହିଲେ। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ପୁଣି ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହ ପାତ୍ର କଲେ। ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋସେଫଙ୍କ ହସ୍ତରେ ସମର୍ପଣ କଲା। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। କାରାରକ୍ଷକ ଯୋସେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ। ବନ୍ଦୀ ଗୃହରେ ପକେଇ ଦେବାରୁ ମଧ୍ୟ ପରମେଶ୍ୱର ଯୋସେଫଙ୍କର ସହିତରେ ରହିଥିଲେ। ପ୍ରିୟ ଭଉଣୀ, ଆପଣ ନିର୍ଦ୍ଧନ ହେଇପାରନ୍ତି। ପ୍ରିୟ ଭାଇ, ଆପଣ ନିର୍ଦ୍ଧନ ହେଇପାରନ୍ତି, କିନ୍ତୁ ଯଦି ପରମେଶ୍ୱର ଆପଣଙ୍କ ସହିତ ଅଛନ୍ତି, ଦୟାକରି ଧ୍ୟାନ ଦିଅନ୍ତୁ, ସେଇ ନିର୍ଦ୍ଧନ ପରିସ୍ଥିତିରେ ମଧ୍ୟ ପରମେଶ୍ୱର ଆପଣଙ୍କୁ ଏକ ଉତ୍ତମ ସ୍ଥାନରେ
ନେଇ ପହଞ୍ଚେଇବେ। ତେବେ ଏଥିପାଇଁ କଣ କରିବାକୁ ପଡ଼ିବ? ଧ୍ୟାନର ସହିତ ଶୁଣନ୍ତୁ ମୁଁ କହୁଛି। ପ୍ରିୟ ଭାଇ ଓ ଭଉଣୀମାନେ, ଲୋକମାନେ ଆପଣଙ୍କୁ ଚିହ୍ନିଥାନ୍ତୁ କି ନ ଚିହ୍ନିଥାନ୍ତୁ, ଆପଣଙ୍କ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ, ଯେଉଁ କାମ ଆପଣ କରୁଛନ୍ତି, ଯେଉଁ ଚାକିରିରେ ଆପଣ ଅଛନ୍ତି, ଯେଉଁ କାର୍ଯ୍ୟ ଆପଣଙ୍କ ହାତରେ ଦିଆଯାଇଛି, ଶକ୍ତିର ବାହାରେ କରନ୍ତୁ, ଭରସାର ସହିତ କରନ୍ତୁ। ପରମେଶ୍ୱର ଦେଖୁଛନ୍ତି। ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ। ନିଶ୍ଚୟ ପରମେଶ୍ୱର ଆପଣଙ୍କୁ ଗୋଟିଏ ଦିନ ଉଚ୍ଚୀକୃତ କରିବେ, ଆଶୀର୍ବାଦ ଦେବେ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଶେଷରେ ଯୋସେଫ ବନ୍ଦୀଗୃହରେ ଥିଲା। ଯେତେବେଳେ ସେ ବନ୍ଦୀଗୃହରେ ଥିଲା, ସେଇ ବନ୍ଦୀଗୃହରେ ଥିବା କଏଦୀମାନଙ୍କର ସେ ସେବା କରୁଥିଲେ। ଆଉ 40 ଅଧ୍ୟାୟର 14ତମ ପଦରେ ତହିଁରେ ରକ୍ଷକ ସୈନ୍ୟାଧିପତି ଯୋସେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ ଯୋସେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ତତ୍ତ୍ୱାବଧାରଣର ଅର୍ଥ କ'ଣ? ଅଧିକାର ଚଲେଇବା କଥା ନା ସେମାନଙ୍କର ସେବା କରିବା କଥା? ଏହି ପ୍ରକାରେ ସେମାନେ କିଛି ଦିନ କାରାଗାରରେ ରହିଲେ। ଅନନ୍ତର ମିଶ୍ରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ର ବାହକ ଓ ସୁପକାର 2 ଜଣ ଏକ ରାତ୍ରିରେ 2 ପ୍ରକାର ଅର୍ଥ ବିଶିଷ୍ଟ 2 ସ୍ୱପ୍ନ ଦେଖିଲେ। ତହିଁରେ ଯୋସେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ, କେତେବେଳେ? ସକାଳେ। ଯୋସେଫ କେତେବେଳେ ଆସିଲା ଜାଣିଛନ୍ତି ପ୍ରିୟମାନେ? ସକାଳ ହେଉ ହେଉ ଆସିଗଲା। କାହାର ସେବା କରୁଥିଲା? ଅପରାଧୀମାନଙ୍କର ସେବା କରିବା ପାଇଁ, ଦୁଷ୍ଟମାନଙ୍କର ସେବା କରିବା ପାଇଁ। ଭଉଣୀ, ଆପଣଙ୍କର ଗୃହରେ, ଆପଣଙ୍କ ଗୃହର ନିର୍ମାଣ ବିଷୟରେ, ଘରର ରୋଷେଇ କାର୍ଯ୍ୟ କରିବା ବେଳେ ସକାଳ ହେଲା ପରେ ବି ଆପଣ ଉଠୁନାହାନ୍ତି। ପରିବାର ପ୍ରତିପୋଷଣ କରିବାର ଅଛି। ଆପଣ ସ୍ୱାମୀମାନେ, ସକାଳ ହେଇଯାଉଛି କିନ୍ତୁ ଉଠି ପାରୁନାହାନ୍ତି। 7 ବାଜି 8 ବାଜି ଯାଉଛି, ଆପଣ ଉଠୁନାହାନ୍ତି। କୁଆଡ଼େ ଗଲା ଆପଣଙ୍କର ଦାୟିତ୍ୱ? କୁଆଡ଼େ ଗଲା ଆପଣଙ୍କର ଦାୟିତ୍ୱବୋଧ? ଅପରାଧୀ ଆଉ ଚୋରମାନଙ୍କର ସେବା କରିବା ପାଇଁ ଯୋସେଫ ସକାଳୁ ଉଠିକିରି ଆସିଗଲା। ଅର୍ଲି ମର୍ଣ୍ଣିଂ ଉଠିକି ଆସିଗଲା। ଆଉ ସେ ଆସିଲା ପରେ ସେଠି 2 ଜଣ କଏଦୀ ଉଦାସ ଚେହେରା ଧରିକି ବସି ରହିଥିଲେ। ଆଉ ଯେଉଁମାନେ ଉଦାସ ଚେହେରା କରିକି ବସିଥିଲେ, ସେଇ କଏଦୀମାନଙ୍କ ଆଡ଼କୁ ଦେଖିକିରି, ଶୁଣ, କ'ଣ ହେଲା? କାହିଁକି ଏତେ ଉଦାସ ଅଛ? କ'ଣ ହେଲା? ଖତରନାକ ଅପରାଧୀମାନଙ୍କ ସହିତ ଏତେ ପ୍ରେମରେ କଥା ହେବା କ'ଣ ଦରକାର ଥିଲା? ଆତ୍ମାଙ୍କର ଫଳ ଏହା, ଦୟା ଅର୍ଥାତ୍ ପରୋପକାରିତା। ପ୍ରିୟମାନେ, ଆତ୍ମିକ ବ୍ୟକ୍ତି ଜଣେ ଦୟା କରୁଛନ୍ତି। କାହାକୁ? କଏଦୀମାନଙ୍କୁ। କାହିଁକି ଏମିତି ଉଦାସ ଅଛନ୍ତି? କ'ଣ ହେଲା? କ'ଣ କହିବା? ଯୋସେଫ, ଆମେ ସ୍ୱପ୍ନ ଦେଖିଛୁ। କ'ଣ ସ୍ୱପ୍ନ? କ'ଣ ସ୍ୱପ୍ନ ଦେଖିଛୁ? ତମକୁ ଜଣାଇଲେ ବି କ'ଣ ଲାଭ ମିଳିବ? ଚିନ୍ତା କର ନାହିଁ। ମୁଁ ଯାହାଙ୍କର ଉପାସନା କରେ ସେ ପରମେଶ୍ୱର ତୁମ ସ୍ୱପ୍ନର ଅର୍ଥ କହିବା ପାଇଁ ସମର୍ଥ। ଧୈର୍ଯ୍ୟ ହରା ହେବା ନାହିଁ। ଯୋଉ ପ୍ରକାର ସାହାଯ୍ୟ ଦରକାର ମୁଁ କରିବି। ପ୍ରିୟମାନେ, ସେ କାହାକୁ କହୁଥିଲା? ଅପରାଧୀମାନଙ୍କୁ। ତୁମର ସ୍ୱପ୍ନ କୁହ। ଆଉ ସେହି ସମୟରେ ଯିଏ ରାଜା ପାଖରେ ପାନପାତ୍ର ବାହକ ଥିଲା, ସେ ସ୍ୱପ୍ନ କହିଲା। ଆଉ ସେତେବେଳେ ଯୋସେଫ କହିଲେ, ତୁମେ ସାହସ ଧର। ତୁମେ ଯେଉଁ ଚାକିରିକୁ ହରେଇଛ ତାହା 3 ଦିନ ଭିତରେ ହିଁ ତୁମକୁ ମିଳିଯିବ। ତୁମେ ଆଉ ଥରେ ରାଜାଙ୍କ ପାଖକୁ ପୁଣି ଚାକିରି ପାଇଯିବ। ରାଜାଙ୍କ ପାଖରେ ପାନପାତ୍ର ବାହକ ହେଇ ତୁମେ ରହିବ। ସାହସ ଧର। ଆଉ 3ୟ ଦିନ ଆସି ପହଞ୍ଚିଲା। ଆଉ ରାଜା ଖବର ପଠେଇଲେ, ସେ ପାନପାତ୍ର ବାହକକୁ ନେଇ ଆସ, ମୁଁ ତାକୁ ଅନ୍ୟାୟରେ ପକେଇଛି। ଆଉ ଖବର ଆସିଲା, ଯୋସେଫ, ଯୋସେଫ। ଆରେ ଏତେ ଖୁସି କ'ଣ ପାଇଁ? ଯୋସେଫ, ଯେତେବେଳେ ମୁଁ ଦୁଃଖୀ ଥିଲି, କଷ୍ଟ ଯନ୍ତ୍ରଣାରେ ଥିଲି, ସେତେବେଳେ ତୁମେ ଆସି ମତେ ସାହସ ଦେଲ, ଦୟା କଲ। ତୁମେ ଯାହା କହିଛ ତାହା ସତ ହେଇଛି। କ'ଣ ହେଇଛି? ମୁଁ ଯେ ନିର୍ଦ୍ଦୋଷ ତାହା ସତ୍ୟ ହେଇଛି। ମୁଁ ରାଜାଙ୍କ ପାଖକୁ ଯାଉଛି। ମୁଁ ରାଜାଙ୍କ ପାଖକୁ ରହିବା ପାଇଁ ଯାଉଛି। ମୁଁ କହିଥିଲି ନା, ସାହସ ଧର। ଏବେ ଖୁସିର ସହିତ ଯାଅ। କିନ୍ତୁ 1 ମିନିଟ୍। କ'ଣ ହେଲା ଯୋସେଫ? ମୁଁ ବଡ଼ ଅନ୍ୟାୟରେ ଏଇ ବନ୍ଦୀଗୃହରେ ଦିନ କାଟୁଛି। ମୁଁ କିଛି ଭୁଲ କରିନାହିଁ। ମୁଁ ତ ଏଇ ଦେଶର ଲୋକ ବି ନୁହଁ, ବିଦେଶୀ। ମୋ ବାପା ମୋତେ ବହୁତ ପ୍ରେମ କରନ୍ତି, କିନ୍ତୁ ଅନ୍ୟାୟରେ ମୋତେ ବନ୍ଦୀ ଘରେ ପକାଇ ଦେଇଛନ୍ତି। ତୁମେ ଥରେ ମୋ ବିଷୟରେ ରାଜାଙ୍କୁ ସୁପାରିଶ କରି ମୁଁ ଏଇ ବନ୍ଦୀଗୃହରୁ ଯେପରି ବାହାରି ପାରିବି ମୋତେ ସହାୟତା କର। ମୁଁ ତୁମ ପ୍ରତି ଦୟା ଦୃଷ୍ଟି କରିଛି, ତୁମେ ମଧ୍ୟ ମୋ ଉପରେ କୃପା କର। ସେ ଗଲା। ଆଉ 2 ବର୍ଷ ପର୍ଯ୍ୟନ୍ତ ସବୁ କିଛି ଭୁଲିଗଲା। ଆଉ ତା ମଧ୍ୟରେ ରାଜା ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନର ଅର୍ଥ କେହି କରିପାରିଲେନି। ଆଉ ଅଚାନକ ଏଇ ପାନପାତ୍ର ବାହକର ମନେ ପଡ଼ିଲା, ରାଜା 1 ମିନିଟ୍, ଆପଣ ଟେନସନ୍ ନିଅନ୍ତୁ ନାହିଁ। ଆରେ କ'ଣ ହେଲା? କେହି ମୋର ସ୍ୱପ୍ନର ଅର୍ଥ କହିପାରୁନାହାନ୍ତି। ଜଣେ ଲୋକ ଅଛି ଯିଏ କହିପାରିବ। କୋଉଠି ଅଛି? ବନ୍ଦୀଗୃହରେ ପଡ଼ିଛି। ତାର ନାମ ଯୋସେଫ ଅଟେ। ତମେ କେମିତି ଜାଣିଛ? ଆଉ ମୁଁ ମଧ୍ୟ ଯେତେବେଳେ ଗୋଟେ ସ୍ୱପ୍ନ ଦେଖିଥିଲି, ଆଉ ସେ ସ୍ୱପ୍ନ ବିଷୟରେ ଭାବି ନିରାଶ ହେଇଯାଇଥିଲି, ସେତେବେଳେ ବ୍ୟାକୁଳ ହେଇଥିବା ସମୟରେ ସେ ମୋର ସ୍ୱପ୍ନର ଅର୍ଥ ଠିକ୍ ଠିକ୍ କହିଦେଇଥିଲା। ମହାରାଜ, ଯଦି ତାକୁ ଆପଣ ଡାକିବେ ତାହେଲେ ସେ ଆପଣଙ୍କ ସ୍ୱପ୍ନର ଅର୍ଥ କହିପାରିବ। ଶୀଘ୍ର ଡାକ।
ଆଉ ଯୋସେଫଙ୍କୁ ଡକାଗଲା। ସେ ରାଜାଙ୍କର ସ୍ୱପ୍ନକୁ ଶୁଣିଲେ ଆଉ ତାର ସବୁ ଅର୍ଥ କହିଦେଲେ। ଆଉ ରାଜା କହୁଛନ୍ତି, ଯିଏ ଏଇ ରାଜ୍ୟ ଉପରେ ଶାସନ କରିପାରିବ ସେହି ଯୋଗ୍ୟ ବ୍ୟକ୍ତି କେବଳ ତୁମେ ହିଁ ଅଟ। ଦେଖ ମୁଁ ତୁମକୁ ଏଇ ମୁଦ୍ରିକା ଦେଉଅଛି। ଏହା କହି ସେ ନିଜର ମୁଦ୍ରିକାକୁ କାଢ଼ି ଯୋସେଫଙ୍କୁ ପିନ୍ଧେଇଲେ। ଧ୍ୟାନର ସହିତ ଶୁଣନ୍ତୁ, ମନୁଷ୍ୟ ଆପଣଙ୍କୁ ଚିହ୍ନୁ ବା ନ ଚିହ୍ନୁ, ଯୋସେଫ ତାର କାର୍ଯ୍ୟକୁ ଏକଦମ ଠିକ ଭାବରେ ବିଶ୍ୱସ୍ତ ଭାବରେ କରୁଥିଲା। ଦିନ ପ୍ରତିଦିନ ତାର ଜୀବନରେ ସେ ତଳକୁ ତଳକୁ ଯାଉଛି ବୋଲି ତାକୁ ଲାଗୁଥିଲେ ମଧ୍ୟ ମୋର ପରମେଶ୍ୱର ମୋର ସହିତ ଅଛନ୍ତି, ସମୟ ଆସିଲେ ମୋର ପରମେଶ୍ୱର ମୋତେ ଉଚ୍ଚକୁ ଉଠେଇବେ, ଏହା ଭାବି ନିର୍ଧନତା ମଧ୍ୟରେ ଆଉ ସେ ଜଣେ ଚାକର ଭାବରେ, ଜଣେ ଗୋଲାମ ଭାବରେ ଆଉ ବନ୍ଦୀ ଗୃହରେ ଥିବା ଲୋକମାନଙ୍କର ତତ୍ତ୍ୱାବଧାନ କରିବାରେ ଯେତେବେଳେ ତାକୁ ବଞ୍ଚିବାକୁ ପଡ଼ିଲା, ସେତେବେଳେ ପରମେଶ୍ୱରଙ୍କ ଦୟା ଅନ୍ୟମାନଙ୍କୁ ଦେଖେଇବା ସେ ଭୁଲିଲା ନାହିଁ। ପ୍ରିୟ ଭାଇ, ପ୍ରିୟ ଭଉଣୀ, ସେ କଷ୍ଟରେ ଥିବା ସମୟରେ, ସେ ନିନ୍ଦା ପାଇବା ସମୟରେ, ଅପରାଧ ଅବସ୍ଥାରେ ଥିବା ସମୟରେ ଯୋସେଫ ଦୟା ଦେଖେଇବା ବିଲକୁଲ ଛାଡ଼ି ନଥିଲେ। ଆଉ ଶେଷରେ କ'ଣ ହେଲା? ସେହି ଲୋକ ଯିଏ ବନ୍ଦୀ ଗୃହରେ ଥିଲା, ସେ ରାଜାଙ୍କ ପାଖକୁ ଯାଇ ଯୋସେଫ ଉପରେ ଦୟା ଦେଖେଇଲା। ଫଳସ୍ୱରୂପ ଯୋସେଫ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଦେଶ ଉପରେ ନିଯୁକ୍ତ ହେଲେ। ଆପଣ ଯୋଉଠି ରହିଥାନ୍ତୁ ନା କାହିଁକି, ଈଶ୍ୱରଙ୍କର ପ୍ରେମକୁ, ଦୟାକୁ, କୃପାକୁ ପ୍ରଦର୍ଶିତ କରନ୍ତୁ। ଆପଣ ଯୋଉ ଦୟା ଦେଖେଇଛନ୍ତି, ଦିନେ ପାହାଡ଼ ପରି ଗୋଟିଏ ଆଶୀର୍ବାଦକୁ ନେଇ ଆପଣଙ୍କ ନିକଟକୁ ଫେରିଆସିବ। ବିଶ୍ୱାସ କରିବା ଲୋକମାନେ ମୋ ସହିତ ମିଳି ପ୍ରାର୍ଥନା କରିବେ କି? ମହାନ ପବିତ୍ର ପ୍ରେମୀ ପରମେଶ୍ୱର ପିତା, ଆପଣ କୃପାଳୁ ପରମେଶ୍ୱର ଅଟନ୍ତି। ସେଇ କୃପା ଆମ ଜୀବନକୁ ଆସିଯିବ। ତାହେଲେ ସେଇ କୃପା ଯଦି ଆମେ ଅନ୍ୟମାନଙ୍କୁ ଦେଖେଇ ପାରିବୁ, ତାହେଲେ ଗୋଟିଏ ଦିନ ପିତା ଆମେ ଅନ୍ୟମାନଙ୍କ ପ୍ରତି ଯାହା କରିଅଛୁ 100 ଗୁଣ ବୃଦ୍ଧି ପାଇ ଆମମାନଙ୍କ ନିକଟକୁ ଆଶୀର୍ବାଦ ରୂପେ ଫେରିଆସିବ। ନିଶ୍ଚୟ ତାହା ଘଟିବ। ସେଦିନ ସ୍ୱପ୍ନର ଅର୍ଥ କହିଦେଇଥିଲା ସେଇ କୃପା କରିଥିବା ଯୋସେଫ, କିନ୍ତୁ ସେଇ କୃପା ତାକୁ ସେହି ଦେଶର ପ୍ରଧାନମନ୍ତ୍ରୀ କରିଦେଲା। ପିତା, ଆମେ ଯେତେ ନିନ୍ଦା ପାଇଲେ ମଧ୍ୟ, ଧାର୍ମିକତା, ସରଳତା, ସିଦ୍ଧତାରେ ବଞ୍ଚିବା ପରେ ମଧ୍ୟ, ବହିଷ୍କାର କରାଯାଉଥିଲେ ମଧ୍ୟ, ଈର୍ଷା କରାଯାଉଥିଲେ ମଧ୍ୟ, ବହୁତ ଲୋକମାନେ ଆମମାନଙ୍କ ବିରୁଦ୍ଧରେ ଆମର ନିନ୍ଦା କଲେ ମଧ୍ୟ ନିରାଶ ନ ହୋଇ, ହତାଶ ନ ହୋଇ, ଆମେ ଯେଉଁଠି ଅଛୁ ସେହି ସ୍ଥାନରେ ଆପଣଙ୍କ ସହିତ ଚାଲିପାରିବେ ଏପରି ସହାୟତା କରନ୍ତୁ। ପବିତ୍ରତାକୁ ନ ଛାଡ଼ି ଶକ୍ତିର ସହିତ କାର୍ଯ୍ୟ କରିବା ପାଇଁ ସାହସ ଦିଅନ୍ତୁ। ଦୟା ସେଦିନ ଯୋସେଫକୁ ବନ୍ଦୀ ଗୃହରୁ କାଢ଼ି ଆଣିଲା। ଆମର ଜୀବନରେ ଯେପରି ଆମେ କୃପାଳୁ ହେଇକି ବଞ୍ଚିବୁ, ତାହେଲେ ଆମେ ଆମର ସବୁ ବନ୍ଧନ ମଧ୍ୟରୁ ତାହାଙ୍କ ଦ୍ୱାରା ବାହାରି ଆସିପାରିବୁ, ଉଚ୍ଚ ସ୍ଥାନରେ ରୋପିତ ହବୁ। ଏହିପରି କୃପାଳୁ ମନ ଆମକୁ ଦିଅ ପ୍ରଭୁ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମିନ୍। ଆମର ଠିକଣା କାଲଭାରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।